ଦଶମ ସ୍କନ୍ଧ ଦ୍ୱାରିକା ଲୀଳା ଷଟ ପଞ୍ଚାଶତ ଅଧ୍ୟାୟ ଶ୍ରୀ ଶୁକ ବଚନ କହନ୍ତି ଶୁଣ ରାୟ ମତେ କୃଷ୍ଣ ଅନୁଗ୍ରହେ ଆନନ୍ଦେ ଶୋକ ଗଦ ଗଦେ ପ୍ରଣାମ କରି କୃଷ୍ଣ ପାଦେ ଶିରେ ନିବେଶୀ ପଦ୍ମପାଦ ବାହାର ହୋଇ ମୁଚୁକୁନ୍ଦ ଦେଖିଲା ସ୍ଥାବର ଜଙ୍ଗମ ନବ ଦୁର୍ଗମ ଗିରି ଗ୍ରାମ ଏ ପଶୁକୁ ଚାହିଁ ବିଚାର ଇଏ ମତ ଦେଖିଲା ତ ନାହିଁ ଅପୂର୍ବ ପ୍ରାୟ କଦିଶନ୍ତି ଏ ମତେ କଲେ ମନେ ଭ୍ରାନ୍ତି ପୁଣି କ୍ଷଣକେ ଅନୁରାଗ ଏକି ହୋଇଲା କଳି ଯୁଗ ନିଦ୍ରାରେ ତିନି ଯୁଗ ଗଲା ଏମତେ କହି ଓହ୍ଲାଇଲା ତର ଦିଗେ ନୃପବର ଗଲା ଅନେକ ପଥ ଦୂର ସର୍ବ ସଂଶୟ ସଙ୍ଗ ଛାଡ଼ି ତପ ସମାଧି ଚିତ୍ତ ବଢି ସମାଧି କରି କୃଷ୍ଣ ପାଦେ ମନ ନିବେଶୀ ଅପ୍ରମାଦେ ଗନ୍ଧମାର୍ଦ୍ଦନ ମଧ୍ୟ ଗଲା ବଦ୍ରିକା ଆଶ୍ରମେ ମିଳିଲା ନର ନାରାୟଣ ଆଶ୍ରମ ସୂଚି ପବିତ୍ର ପୁଣ୍ୟ ଧାମ ସମାଧି ବଳେ ତପ କରି ମନ ପବନ ହୃଦେ ଧରି ସକଳ ଦୁଃଖ ମନେ ସହି ସମଦର ଶିଶୁଧ ଦେଇ ହରି ଆରାଧି ଯୋଗ ବଳେ ବସିଲା ଆସନ ନିଶ୍ଚଳେ ଏବେ ଅଶୁଣ ନୃପବର ମାୟା ଭିଆଣ ଚକ୍ରଧର କପଟେ ମରାଇ ଯବନ ମିଳିଲେ ମଥୁରା ଭୁବନ ଯବନ ବଳ 3 କୋଟି ମଥୁରା ପୁର ଥିଲେ ଗୋଟି ତାହାକୁ ମାରି ଭଗବାନ ଯୁଦ୍ଧେ ପାଇଲେ ଯେତେ ଧନ ଗୋରୁ ମନୁଷ୍ୟ ଆଦି କରି ସବୁ ଦ୍ୱାରକା ପୁରେ ଧରି ଏ ବିଚାରୀ କାର୍ଯ୍ୟ ଅନୁବନ୍ଧ ଆସି ମିଳିଲା ଜରାସନ୍ଧ 23 ଅକ୍ଷୋହିଣୀ ବଳ ଶୁଭଇ ମୁଖରା ଭୋଳ ସୈନ୍ୟର ଦେଖି ବ୍ୟଗ୍ର ଗତି ଭାଳନ୍ତି ରାମ ଯଦୁପତି ଆମ୍ଭେ ନଗରେ ନଥିବା ପଳାଇ ପର୍ବତେ ପଶିବା ମନୁଷ୍ୟ ଚେଷ୍ଟା ଆଶ୍ରେ କରି ଛାଡ଼ି ମଥୁରା ପୁର ସିରି ଅଭୟଦାତା ଭୟ ପାଇ ପାଦେ ପଳାନ୍ତିବେ ନିଭାଇ ଆକ୍ରମୀ ଅନେକ ଯୋଜନ ପଶିଲେ ଗହନ ବିପିନ ଭାଙ୍ଗିବା ଦେଖି କୃଷ୍ଣ ରାମେ ପଛେ ଧାମ ହିଁ ଜରା ତମେ ରଥ କୁଞ୍ଜର ଘେନି ସଙ୍ଗେ ପଛେ ଚଳଇ ନାନା ରଙ୍ଗେ ଆଜ ଜିଣିବି କରି ରଣ ନ ଜାଣି ଈଶ୍ୱର ପ୍ରମାଣ ବନେ ଅନେକ ଦୂର ଯାଇ ଶ୍ରମ ତାଙ୍କ ଦେହେ ନାହିଁ ଏକ ଆରେକ ଧରି କର ଉଠିଲେ ପର୍ବତ ଉପର ନିତ୍ୟ ବରସେ ସୁନାସିର ପ୍ରବର୍ଷଣ ନାମ ତାହାର ଉଠନ୍ତେ ପର୍ବତ ଉପରେ ଜରା ଦେଖିଲା ତାଇ ଦୂରେ ଅଧିକ ପାଦେ ହେନ ଗଲା ପର୍ବତ ରୁନ୍ଧରେ ବୋଇଲା ବେଢି ପର୍ବତ ଚାରିଦିଗେ ଅନଳ ଲଗାଇଲେ ବେଗେ ଦହନ କରି ବନଗର ଜାଣିଲା ଶତ୍ରୁ ଗଲେ ମୋର ଅନଳ ଯୋଗେ ମହିଧର ତାପିତ ଅତ୍ୟନ୍ତ ଶିଖର ତକ୍ଷଣେ ରାମ ନରହରି ପବନ ଗତି ଅନୁସରି ପର୍ବତ ଶିଖ ଅତି ଶେଷେ ଉଚ୍ଚ ଯୋଜନ ଏକାଦଶେ ରାମ ଗୋବିନ୍ଦ ବାହୁ ବଳେ ଡେଇଁ ପଡ଼ିଲେ ମହି ତଳେ ବଳ ସହିତେ ଯାରା ଥିଲା ରାମକୃଷ୍ଣକୁ ନ ଦେଖିଲା ପଳାଇବେନି ଭାଇ ମିଳିଲେ ନିଜ ପୁରେ ଯାଇ ଜଳଧି ପରି ଖଜାର ଦେବ ମାନବେ ଅଗୋଚର ମିଛକୁ ସତ୍ୟ ପ୍ରାୟ ମଣି ମନେ ଆନନ୍ଦ ନୃପମଣି କହି ବଳ କୁହ ନାହିଁ ପର୍ବତେ ମଲେବେନି ଭାଇ ଏ ଭସ୍ମ ହୋଇଲେ ଅଗ୍ନି ଯୋଗେ ଚାଲ ବାହୁଡ଼ି ଯିବା ଏବେ ବନ ଆକ୍ରମୀ ମହାବଳୀ ନିଜ ଭୁବନେ ଯାଇ ମିଳି ସଂଗ୍ରାମେ ଜିଣି ଜୟ ବାଦ୍ୟ ବଜାଇ ହୋଇଲେ ଆନନ୍ଦ ଏବେ ଅଶୁଣ ନରନାଥ ଆବର୍ତ୍ତର ପତି ଦୈବତ ରେବତୀ ନାମେ କନ୍ୟା ଥିଲା ବଳଦେବକୁ ବିଭା ଦେଲା ବ୍ରହ୍ମା ବଚନେ ଦେଲା ଆଣି ନବମ ସ୍କନ୍ଧେ ଅଛୁବଣୀ ସ୍ମକ ନାମେ ମହାରାଜା ରୁକ୍ମଣୀ ନାମେ ତା ତନୁଜା ଏ ହଂସେ କମଳା ଅବତାର ବିଦର୍ଭ ନଗର ନୃପବର ପୁଣି ବିଭାର ବିଚାରେ ହରି ହରିଲେ ସ୍ୱୟମ୍ବରେ ରାଜା ଏ ଥିଲେ ଯେ ପ୍ରତ୍ୟକ୍ଷେ ଆବୋରି ଶିଶୁପାଳ ପଛେ ସାଲୁ ମାଗଧ ଆଦି ଯେତେ ବଳ ହିଁ ଥିଲେ ଅପ୍ରମିତେ ତାହାଙ୍କ ଗର୍ବ କରି ଚୁର ପତେ ଦେଖିଲେ ସୁର ନର କନ୍ୟା ହରିଲେ ଦାମୋଦର ଅମୃତ ଜେନେ ଖଗେଶ୍ୱର ଏ ଗମିଲେ ରୁକ୍ମଣୀ କି ଘେନି ରଖନ୍ତା ନହିଲେ ସଇନି ତା ଶୁଣି ଅଭିମନୁ ବଳା ଶୁକ ମୁନିକୁ ପଚାରିଲା ଭମୁନି ଭୀଷ୍ମକ ନନ୍ଦିନୀ ରୁକ୍ମଣୀ ରୁଚିର ବଦନୀ କେମନ୍ତେ ପ୍ରଭୁ ନରହରି ରାଜସଭାରୁ ନେଲେ ହରି ଅସୁର ବଳ ଅପ୍ରମିତ ଶୁଣି ଚକିତ ମୋର ଚିତ କେମନ୍ତେ ଶିଶୁପାଳ ଆଦି ବରଣେ ଆସିଥିଲେ ବେଦୀ ଏକାକୀ ରଥେ ଚକ୍ରପାଣି କେମନ୍ତେ ହରିଲେ ରୁକ୍ମଣୀ ଏକଥା କହ ମୋର ଆଗେ ମୁଁ ପୁଛେ ତୁମ୍ଭ ପାଦ ଯୁଗେ ନର କଥା ପୁଣ୍ୟମୟ କର୍ଣ୍ଣ ଲୋଚନ ସୁଧା ପ୍ରାୟ ଅଖିଳ ଜନ ପାପ ନାଶେ ପରମ ବ୍ରହ୍ମ ପରକାଶେ କାହାର ଚିତ୍ତ ଶୁଣି ଏହା ସନ୍ତୋଷେ ନହିବ ଉତ୍ସାହ ନୂତନ ବସ୍ତ୍ର ପାଇ ଜନେ ଆଦରେ ଯେସନେ ଯତନେ ନ ଚରିତ ସେହି ମତ ଭମୁନି କହ ଭାଗବତ ଶୁଣି ସନ୍ତୋଷ ମନ ହୋଇ ଶୁକ କହନ୍ତି ରାଜା ଚାହିଁ କହନ୍ତି ଶ୍ରୀକୃଷ୍ଣର ଲୀଳା ମନ ସନ୍ତୋଷ ଅତି ବଳା ଭୀଷ୍ମକ ନାମେ ମହିନାଥ ବିଦର୍ଭ ନଗରେ ସମ୍ଭୂତ ତାହାର ପତ୍ନୀ ଗର୍ଭେ ଜାତ ଏକ ଦୁହିତା 5 ସୁତ ଏ ରୁକ୍ମ ଅଗ୍ରଜ ରୁକ୍ମ ରଥ ହେବେନି ବଳେ ଅପ୍ରମିତ ପୁଣି ହୋଇଲା ରୁକ୍ମ ବାହୁ ତାର ପ୍ରତାପ କେବା କହୁ ଚତୁର୍ଥ ପୁତ୍ର ରୁକ୍ମ କେଶ ପଞ୍ଚମେ ରୁକ୍ମଣୀ ବିଶେଷ ଏହାଙ୍କ ଶେଷ କନ୍ୟା ଜାତ ସୁସାଧି କମଳା ସଞ୍ଜାତ
ରୁକ୍ମିଣୀ ନାମ ବିଦ୍ୟମାନ ଯାହାର ମିବେ ଭଗବାନ। ଦ୍ୱାରିକାପୁର ଲୋକେ ଆସି କହନ୍ତି ତାର ପାଖେ ବସି। କୃଷ୍ଣର ଗୁଣ କର୍ମବାଣୀ ପ୍ରିୟ ଜନକ ମୁଖୁ ଶୁଣି। ନିରତେ କୃଷ୍ଣ କଥା ଶୁଣି ସେ କନ୍ୟା ମନେ ମନେ ଗୁଣି। ଆତ୍ମ ସଦୃଶେ ଶୁଣି ବର ମନେ ଭରିଲା ଚକ୍ରଧର। ଗୋବିନ୍ଦ ତାହା ମନେ ଜାଣି ସଂକଳ୍ପେ ଭରିଲେ ରୁକ୍ମିଣୀ। ଆତ୍ମା ସଦୃଶେ କନ୍ୟା କରି ଅଂଶେ କମଳା ଅବତରୀ। ବନ୍ଧୁ ବାନ୍ଧବ କର ମତେ ଦୁହିତା ବିଭାର ଉଚିତେ। ଭୀଷ୍ମକ କୃଷ୍ଣକୁ ବରିଲା ତା ଶୁଣି ରୁକ୍ମ କୋପ କଲା। ଅନେକ ନିନ୍ଦା ବାକ୍ୟ କରି ଶିଶୁପାଳକୁ ଗଲା ବରି। ଶିଶୁପାଳକୁ ଦେବା ଶୁଣି ଚକିତେ ଭାଳଇ ରୁକ୍ମିଣୀ। ବିକଳ ଚିତ୍ତେ ବିଚାରିଲା ବୃଦ୍ଧ ବ୍ରାହ୍ମଣ ଅଣାଇଲା। ବୃଦ୍ଧ ବାକ୍ୟ ତାକୁ କହି ଚରଣେ ପ୍ରଣମିତ ହୋଇ। ଦ୍ୱାରକା ଯାଅ ଏହି କ୍ଷଣି କହଇ ଶୁଣ ବିପ୍ରମଣୀ। ଯେବେ ଆସିବେ ଚକ୍ରଧର ତେବେ ସେ ଜୀବନ ମୋହର। ଅଧିକେ କହିବହିଁ କେତେ କୃଷ୍ଣ ଜାଣନ୍ତି ଏହା ଚିତେ। କନ୍ୟା ବଚନେ ବିପ୍ର ଗଲା ଦ୍ୱାରକା ଭୁବନେ ମିଳିଲା। ଦ୍ୱାରେ ଯେ ଦ୍ୱାରପାଳ ଥିଲେ କୃଷ୍ଣକୁ ନେଇ ଭେଟାଇଲେ। ସୁବର୍ଣ୍ଣ ସିଂହାସନେ ବରି ଯାଦବେ ଅଛନ୍ତି ଉଭାରି। ଅଟନ୍ତି 10 ଦିଗପାଳେ ବିପ୍ର ଦେଖିଲା ଚର୍ମ ଡୋଳେ। ଏ ଉଠି ବ୍ରାହ୍ମଣ କର ଧରି ଆନନ୍ଦ ହୋଇଲେ ମୁରାରି। ନିଜ ଆସନେ ବସାଇଲେ ଅନେକ ମତେ ପୂଜା କଲେ। ବ୍ରହ୍ମାକୁ ଯେନେ ଦେବଗଣ ବିଶ୍ୱାସେ ପୂଜନ୍ତି ଚରଣ। ନ ପୂଜିଲେ ସେହି ମତେ ଶୁଣ ରାଜନ ଏକ ଚିତେ। ବିପ୍ରଙ୍କୁ କରାଇ ଭୋଜନ ପାଶେ ବସିଲେ ଭଗବାନ। ପଥର ଶ୍ରମ ଦେଖି ହରି ବ୍ରାହ୍ମଣ ବେନି ପାଦ ଧରି। ପାଦ ଚାପନ୍ତି ଭଗବାନ ଦେଇ ଆଜାନୁ ସୀମ ସ୍ଥାନ। ବିପ୍ର ଚରଣୁ ଶ୍ରମ ଗଲା ତକ୍ଷଣେ ଉଭାସେ ହୋଇଲା। ଆସନ ଦେଇ ବିପ୍ରବର କହନ୍ତି ବ୍ରହ୍ମାଣ୍ଡ ଠାକୁର। ଭୋଦେବ ବଡ଼ ଦୁଃଖ ପାଇ ଆସିଛ ପଥ ଶ୍ରମୀ ହୋଇ। ବେଦ ଉଚିତ ହୋମ କର୍ମ ଯଦନ ଆଦି ଷଠ କର୍ମ। ଏ ଧର୍ମେ ବଞ୍ଚ ଟିକି ସୁଖେ ସନ୍ତୋଷ ଚିତ୍ତେ ଗୃହ ଦୁଃଖେ। ଏ ଧର୍ମେ ପ୍ରାପତ ଯେତେ ଧନ ତେଣେ ସନ୍ତୋଷ ଯାର ମନ। ସେ ଦୁଃଖୀ ଦରିଦ୍ର ନୁହଁଇ ସ୍ୱଧର୍ମେ ବିପ୍ର ଶାନ୍ତ ହୋଇ। ଦୁଃଖେ ଯେ ନ ଛାଡ଼ଇ ଧର୍ମ ସେ ଧର୍ମ ବିପ୍ର କାମ୍ୟ କର୍ମ। ଅଖିଳ କାମ୍ୟ ଫଳ ଦେଇ ସ୍ୱଧର୍ମେ ଯେ ବିପ୍ର ରହି। ବହୁତ ଥାଇ ଯାର ଧନ ହେଳା କରଇ ନିଜ କର୍ମ। ନିରତେ ଚିତ୍ତ ଅସନ୍ତୋଷ ତାହାର ଲୋକେ ନାହିଁ ଯଶ। ଦରିଦ୍ର ପଣେ ଦୁଃଖୀ ହୋଇ ନିଜ କର୍ମକୁ ନ ଛାଡ଼ଇ। ସେ ବିପ୍ରବର ମୋର ସଙ୍ଗ ତରଇ ସଂସାର ତରଙ୍ଗ। ସ୍ୱଧର୍ମ ଭାବେ ସେ ସନ୍ତୋଷ ଅଧର୍ମେ ନ କରନ୍ତି ହାସ। ସାଧୁ ସ୍ୱଭାବ ତାହାଙ୍କର ହୃଦ ହୋଇ ସର୍ବଠାର। ଏ ହୃଦେ ନ ଧରେ ଅହଙ୍କାର ସମଧରସି ଚିତ୍ତ ଯାର। ତାହାଙ୍କୁ ମୋର ନମସ୍କାର କହନ୍ତି ବ୍ରହ୍ମାଣ୍ଡ ଠାକୁର। ଓ ବିପ୍ର କୁଶଳ ତୁମ୍ଭର କହ କଲ୍ୟାଣ କ୍ଷମ ସାର। ରାଜାଏ ବସନ୍ତି ଜଗତେ ପ୍ରଜା ପାଳନ୍ତି ସୁଖ ଚିତ୍ତେ। ରାଜାର ରାଜ୍ୟେ ପ୍ରଜାଜନ ସୁଖେ ବଞ୍ଚନ୍ତି ରାତ୍ର ଦିନ। ସେ ରାଜା ମୋର ବଡ଼ ପ୍ରିୟ ଭୂ ବିପ୍ର ଆଗମନ କହ। ଯେ ବଣ କାର୍ଯ୍ୟ ଉପଗତ ଏତେ ଦୁର୍ଗମ ଜିଣି ପଥ। ଏ ଗୁପତ ଯେବେ ନୁହେଁ ବାଣୀ ଭୂ ବିପ୍ର କହ ଏହି କ୍ଷଣି। ମୋ ବା କି କହିବି ତୋତେ ସଂଶୟ ଫେଡ଼ି କହ ମତେ। ହେମନ୍ତ କୃଷ୍ଣ ବୋଲ ଶୁଣି ବ୍ରାହ୍ମଣ କହେ ସାଧୁ ବାଣୀ। ରୁକ୍ମିଣୀ କହିଛନ୍ତି ଯା ଭୋନାଥ ଶୁଣ ଚହୁଆ। ହେ କୃଷ୍ଣ ଭୁବନ ସୁନ୍ଦର ଶୁଣିଣ ଗୁଣ କର୍ମ ତୋର। ତୋହର ଗୁଣ କର୍ମ ଯଶ ଯାହାର ଶ୍ରବଣେ ପ୍ରବେଶ। ହରେ ଅଶେଷ ଜନ୍ମ ପାପ ଅଧ୍ୟାତ୍ମ ଆଦି ତିନି ତାପ। ଦୃଷ୍ଟି ବହନ୍ତି ଯେତେ ପ୍ରାଣୀ ତୋହର ରୂପ ପରିମାଣୀ। ଅଖିଳ ଅର୍ଥ ଲାଭ ବଳେ ଲଭନ୍ତି ରୂପ ଦେଖି ଡୋଳେ। ସ୍ୱରୂପ କର୍ଣ୍ଣ ପଥେ ଶୁଣି ତାହାର ଚିତ୍ତ ଚକ୍ର ପାଣି। ଲଜ୍ଜା ଉପେକ୍ଷି ତୋ ଚରଣ ପଶିଲା ଅଭୟ ଶରଣ। କେଉଁ ଯୁବତୀ ଦେହ ବହି ଉତ୍ତମ କୁଳେ ଜାତ ହୋଇ। ଏ ଶୀଳ ସ୍ୱରୂପ ବିଦ୍ୟା ବଳ ଦ୍ରବିଣ ତେଜ ଆତ୍ମା ତୁଲ। ଧୀର କୁଳ ସାଧୁ ବୃତ୍ତି ତୋହର ପାଏ ଥାଉ ମତି। ଏ ବିବାହ କାଳେ କନ୍ୟା ହୋଇ ପିତା ଜନନୀ କୋଳେ ଥାଇ। ଏ ନରସିଂହ ପୁଣ୍ୟ କାମ ନର ଲୋଚନ ଅଭିରାମ। ଶ୍ରବଣେ ଶୁଣି ତୋର ଭାବ ସେ କିମ୍ପା ଅନ୍ୟକୁ ବରିବ। ଏବେ କହିଲି ତୋତେ ମୋହି ମନ ଜୀବନ ତୋତେ ଦେଇ। ତୋର ଅର୍ଥେ ମୋ ଶରୀର ବିଚାରି ମତେ ତ୍ରାହି କର। ତୁ ନାଥ ବିତଙ୍କର ବର ମୁଁ ତୋ ଅଶିଷ ଉପହାର। ନିକଟେ ଶିଶୁପାଳ ଆସି ନପୁଣ ତୋର ବଳ ଗ୍ରାସୀ। ସିଂହର ବଳ ତଳେ ଦେଖି ଶୃଗାଳ ଯେନେ ଉପଲକ୍ଷୀ। ମୁଁ ଯେବେ ପୂର୍ବ ଜନ୍ମ ମତେ ତପ ଆରାଧିନା ନାମତେ। ସେ ତଡ଼ାଗ ନଦୀ ଅନ୍ନଦାନ ନିୟମ ବ୍ରତ ତୀର୍ଥାଶ୍ରମ। ଦେବତା ବିପ୍ର ଗୁରୁ ପୂଜି ନିରତେ କୃଷ୍ଣ ପାଦେ ବଜି। ଏ ଯେବେ ପ୍ରମାଣ ମୋହର ବେଗେ ଆସିବେ ଚକ୍ରଧର। ଏ ମୋହର ହସ୍ତ ବେଗେ ଧରି ଦଇବ ଏହି ବର କରି। ଦମଘୋଷର ପୁତ୍ର ଆଦି ଯେତେ ଅଛନ୍ତି ଅପରାଧୀ। ଏମାନେ ନ ପାଇବେ ମତେ ପ୍ରମାଣ ଯେବେ ବେଦ ମତେ। ରାତ୍ର ପାଇଲେ ଅଧିବାସ ହୋଇବ ମଙ୍ଗଳ ଦିବସ। ସୁନାଥ ସାଜି ନନ୍ଦୀ ଘୋଷ ଘେନି
ଧନି ନ ଯାଅ ବଳେ ପାଶ ମଙ୍ଗଳ କାଳେ ଗୋପ୍ୟ ହୋଇ ଆସିବ ନ ଜାଣିବ କେହି ଗୋପତେ ଗ୍ରାମ୍ୟ ଅନ୍ତେ ଥାଇ ମୋର ଗମନେ ବାଟ ଚାହିଁ ସଂଗ୍ରାମେ ରାଜା ଶିଶୁପାଳ ମୋର ପିତାର ଯେତେ ବଳ ଏହାଙ୍କ ବଳ ଦର୍ପ ହରି ତୁ ମତେ ବଳେ ନିଅ ହରି ତୁତ ସଙ୍ଗତେ ବିଜେ କର କିଣିଲା ସେବକୀ ମୁଁ ତୋର ତୁ ନାଥ ଭାବୁ ଯେବେ ଚିତେ ମୁଁ ତତେ ଜାଣିବି କେମତେ ରାଜାର ଅନ୍ତପୁରେ ଥାଇ ତତେ ପାଇବି ମୁଇଁ କାହିଁ ତହିଁକି କହିବି ଉପାୟ ଶୁଣିବା ପ୍ରଭୁ ଦେବରାୟ ଆମ୍ବର ଅଛି କୁଳାଚାର କନ୍ୟାକୁ କରନ୍ତି ବାହାର ଏ ଭବାନୀ ପୂଜାର ନିମନ୍ତେ ଅମ୍ବିକା ଗୃହ ଗ୍ରାମ ଅନ୍ତେ ପୂଜା ଉତ୍ସବେ ମୁହିଁ ଯିବି ଭବାନୀ ଚରଣେ ପୂଜିବି ପଥେ ଆସିବା ବେଳେ ମତେ ରାଜାଏ ଦେଖିବେ ସମସ୍ତେ ମୁଁ ଥିବି ନାରୀଙ୍କର ମେଳେ ସେଠାରୁ ନେବ ମତେ ବଳେ ଯାହାର ପାଦ ପଦ୍ମ ଧୂଳି ମହତ ଜନ ଶିରେ ବଳି ନୀଳ ଲୋହିତ କରେ ଆସ ଏଣେ ନଇବ ତମ ନାଶ ସେ ପାଦ ପ୍ରସାଦ ମୁଁ ଯେବେ ଲଭି ନ ପାରିବି ପ୍ରସ୍ତାବେ ଏ ବଳେ ଛାଡ଼ିବି ନିଜ ପ୍ରାଣ ନିଶ୍ଚୟ କହିଲି ନାରାୟଣ ଏମତେ ସତ ଜନ୍ମ ଯାଏ ଯିବ ଛାଡ଼ିବି ପଦ୍ମ ପାଏ ସତ୍ୟ ବଚନ ଏ ମୋହର ତୁକି ନ ଜାଣୁ ଚକ୍ରଧର ଏ ବ୍ରାହ୍ମଣ କୃଷ୍ଣ ମୁଖ ଚାହିଁ କନ୍ୟା ସନ୍ଦେଶ ବାକ୍ୟ କହି ବୋଲଇ ଯୋଡ଼ିବେ ନିକର ଯେ ତୋର ଇଚ୍ଛା ଏବେ କର କହିବି ପ୍ର ଜଗନ୍ନାଥ କୃଷ୍ଣ ଦଇଲେ ବିପ୍ରହସ୍ତ ଶ୍ରୀମଦ ଭାଗବତେ ମହାପୁରାଣେ ପରମାଂଶାଂ ସହିତାଂ 82 ଦଶମ ସ୍କନ୍ଧେ ବ୍ରାହ୍ମଣ ରୁକ୍ମଣୀ ସନ୍ଦେଶ ନାମ 58 ଅଧ୍ୟାୟ। ବୋଲ ଆନନ୍ଦେ କବାର ହରି ହରି ବୋଲ।